ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣ ତ ଜାଣିଥିବେ ନାଲି ଗାମୁଛାକୁ ଆପଣ ଭଲ ଭାବରେ ଜାଣିଥିବେ। ଆଉ ଇଏ ଏଫଆଇଆର୍ କରିଛି ଜଣେ ଭୀମ ଆର୍ମିର ଜଣେ ଭାଇଙ୍କ ନାଁରେ ଇଏ ଏଫଆଇଆର୍ କରିଛି। ଏଫଆଇଆର୍ କରିବାର କାରଣ ହେଉଛି ଭାଇ ଜଣକ ଡିସେମ୍ବର 25ରେ ମନୁସ୍ମୃତିକୁ ଦହନ କରିଥିଲେ। କେବଳ ଦହନ କରିଥିଲେ ନୁହେଁ, ସେ ତା'ର ଏକ ଫଟୋ ଉଠେଇକି ନିଜର ଫେସବୁକ୍ ପେଜ୍ରେ ଅପଲୋଡ଼ କରିଥିଲେ। ତେବେ ପ୍ରିୟ ବନ୍ଧୁଗଣ, ଯେତେବେଳେ ଏଇ ଫଟୋଟା ଭାଇରାଲ୍ ହେଲା, ସେତେବେଳେ ଏ ନାଲି ଗାମୁଛା ବି ଏ ଫଟୋକୁ ଦେଖିଲା। ୟାକୁ ଦେଖିକି ୟାକୁ କ'ଣ ପୁରା ୟାର କ'ଣ ହେଇଗଲା। ତାପରେ ଇଏ କ'ଣ କଲା ନା, କିଛି ମନୁବାଦୀକୁ ନେଇକି ଥାନାରେ ପହଞ୍ଚିକି ସେ ଭାଇଙ୍କ ନାଁରେ ଇଏ କେସ୍ କଲା। ତେବେ ହୁଏତ ଭାବୁଥିବେ କ'ଣ ହେବ, କିଛି ହେବ ନାହିଁ, କାରଣ ଏମାନେ ହେଉଛନ୍ତି ଗୋଟେ କ'ଣ, ସେଇଟା ମୋ ପୂର୍ବ ଭିଡ଼ିଓରେ ମୁଁ କହିଛି। ଆତ୍ମିକ ଯାତ୍ରା ଚ୍ୟାନେଲରେ ଆପଣ ଯାଇକି ଦେଖିପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଏମିତି ହେଇଛି ଘଟଣା ଯେ ଏଇ ବ୍ୟକ୍ତି ଜଣକ, ଯାହାକୁ ନାଲି ଗାମୁଛା ବୋଲି କୁହାଯାଏ, ଇଏ ଏକ କେସ୍ କରିଛି ଭୀମ ଆର୍ମି ନାଁରେ। କାରଣ ସେ ଭାଇ ଜଣକ ଭୀମ ଆର୍ମିର ଜଣେ ସଦସ୍ୟ ଅଟନ୍ତି। ତାଙ୍କର ପୋଷ୍ଟରୁ, ତାଙ୍କର କଥାବାର୍ତ୍ତାରୁ ଯାହା ଜଣାଯାଏ, ମୁଁ ତ ପୁରା ଡିଟେଲ୍ କହିପାରିବି ନାହିଁ, କିନ୍ତୁ ଯେହେତୁ ସେ ଆମ୍ବେଦକରକୁ ସମର୍ଥନ କରନ୍ତି, ଅତି କମ୍ରେ ସେ ଜଣେ ଆମ୍ବେଦକରବାଦୀ ନିହାତି ଅଟନ୍ତି। ଆଉ ଏ ନାଲି ଗାମୁଛା ତାଙ୍କ ନାଁରେ କେସ୍ କରିଛି। ତେବେ ପ୍ରିୟ ବନ୍ଧୁଗଣ, ଦେଖନ୍ତୁ ୟାର ମାଇଣ୍ଡ ସେଟ୍କୁ ଟିକେ ଦେଖନ୍ତୁ। ନାଲି ଗାମୁଛା ଆପଣ ଭାରତ ବର୍ଷରେ ଦେଖନ୍ତୁ କେତେ ବାଇବେଲ ଜଳା ହେଉଛି, ସେଇଟା ନାଲି ଗାମୁଛା ଆଗରେ ଆସୁନାହିଁ, ତା ଆଖିକୁ ଦେଖାଯାଉନାହିଁ। ମାନେ କେତେ ବାଇବେଲକୁ ଜଳା ହେଉଛି, ମାନେ ଖୋଲମଖୋଲା ଭିଡ଼ିଓ କରିକି ଭାଇରାଲ୍ କରାହେଉଛି। କିନ୍ତୁ ଯେତେବେଳେ ଗୋଟେ ମନୁସ୍ମୃତିକୁ ଜଳେଇ ଦିଆହେଉଛି, ସେତେବେଳେ ୟାର କ'ଣ ନା କ'ଣ ହେଇଯାଉଛି। ତେବେ ମନୁସ୍ମୃତି ଜଳେଇବା ଦରକାର କି ନାହିଁ? ମୁଁ ତ କହୁଛି ପ୍ରିୟ ବନ୍ଧୁଗଣ, ନିହାତି ଆପଣ ମନୁସ୍ମୃତିକୁ ଜଳାନ୍ତୁ। ଯଦି ଆପଣ ଘରେ ମନୁସ୍ମୃତି ରଖିଛନ୍ତି, ତେବେ ଯଥାଶୀଘ୍ର ଜଳାନ୍ତୁ। କାରଣ ସେ ମନୁସ୍ମୃତି ଭିତରେ ଏମିତି କିଛି ବିଷୟ ରହିଅଛି ଯେଉଁଟାକି ନାରୀ ଜାତି ପାଇଁ ବହୁତ ଖତରନାକ ଅଟେ। ଆଉ ବିଶେଷ କରି ଦଳିତ ଲୋକମାନଙ୍କ ପାଇଁ ଖତରନାକ। କାରଣ ସେଇ ମନୁସ୍ମୃତିରେ ନାରୀମାନଙ୍କର ଅଧିକାରକୁ ହରଣ କରାହେଇଛି, ତା ସହିତ ଦଳିତମାନଙ୍କର ଅଧିକାରକୁ ହରଣ କରାହେଇଛି। ତେବେ ଏମାନଙ୍କ ପାଇଁ ବୋଲି ବିଦେଶରେ ବର୍ତ୍ତମାନ ଅଶାନ୍ତି ଚାଲିଛି। ମୁଁ କହିଥିଲି ଆଗରୁ ଭିଡ଼ିଓରେ, ମୁଁ କହିଥିଲି ଯେ ବିଦେଶରେ କ'ଣ ସବୁ ଚାଲିଛି। ହିନ୍ଦୁମାନଙ୍କୁ ତାଡ଼ନା ହେଉଛି, ହିନ୍ଦୁମାନଙ୍କୁ ଅତ୍ୟାଚାର ଚାଲିଛି ବିଦେଶରେ। ଆଉ ସେଥିପାଇଁ ଦାୟୀ କିଏ? ଏଇମାନେ ହିଁ ଦାୟୀ। ଏଇ ଯେଉଁ ନାଲି ଗାମୁଛା, ଇଏ ଏବଂ ୟା ଭଳି ଯେତେ ବି ଅଛନ୍ତି ଆମର ଭାରତରେ, ସେମାନେ ସମସ୍ତେ ସେ ଦଙ୍ଗା ପାଇଁ ଦାୟୀ। କାରଣ ଏମାନେ ଆମର ଭାରତବର୍ଷରେ ଏକ ଦଙ୍ଗାର ପରିସ୍ଥିତି ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି। ଏମାନେ ଚାହୁଁଛନ୍ତି ଯେ ଆମ ଭାରତରେ ଦଙ୍ଗା ହେଉ। ଏମାନେ ଚାହୁଁଛନ୍ତି ଆମ ଦେଶରେ ହିନ୍ଦୁ ମୁସଲିମ ଲଢ଼େଇ ହେଉ, ଆଉ ଖ୍ରୀଷ୍ଟିଆନ ହିନ୍ଦୁ ଲଢ଼େଇ ହେଉ, ମାନେ ଧର୍ମ ଭିତରେ ଲଢ଼େଇ ହେଉ। ମାନେ ଏମାନେ ଚାହୁଁଛନ୍ତି ନାଲି ଗାମୁଛା ଏବଂ ୟାର ଫଲୋଅର୍, ୟାକୁ ଅନୁସରଣକାରୀ, ତା ସହିତ ଯେତେ ମନୁବାଦୀମାନେ ଅଛନ୍ତି, ସେମାନଙ୍କର ଚିନ୍ତାଧାରା ଗୋଟେ। ସେମାନଙ୍କ ଚିନ୍ତାଧାରା ଅନୁସାରେ ଭାରତରେ କ'ଣ ହେଉ, ଦଙ୍ଗା ହେଉ, ଆଉ ଦେଶ ବିଦେଶରେ ଦଙ୍ଗା ହେଉ। ତେବେ ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ୟାର କାଣ୍ଡ କାରନାମା। ପୁରା ବିଶ୍ୱ ଧୀରେ ଧୀରେ ଦେଖିଲାଣି ଏମାନେ ସବୁ କ'ଣ ସବୁ କରୁଛନ୍ତି। ଦେଖନ୍ତୁ, ଚର୍ଚ୍ଚ ଭାଙ୍ଗି ଦିଆଯାଉଛି, କୌଣସି ବିରୋଧୀଙ୍କର ଦେଖା ନାହିଁ।
ସେମାନେ ଆସିବେ ବି କ'ଣ ପାଇଁ? ସେମାନେ ଅଛନ୍ତି କେବଳ ନିଜ ଧର୍ମ ପାଇଁ। ଆଉ ଖ୍ରୀଷ୍ଟିଆନମାନଙ୍କ ଉପରେ ଆକ୍ରମଣ ହେଉଛି ସେଇଟା ଆମମାନଙ୍କୁ ଦେଖାଯାଉନି। ବାଇବଲ ଜଳେଇ ଦିଆହେଉଛି, ତାକୁ ପୁଣି ଭିଡ଼ିଓ କରିକି ତାକୁ ଭାଇରାଲ କରାହେଉଛି। କିନ୍ତୁ ଗୋଟେ ମନୁସ୍ମୃତି ଜଳେଇ ଦିଆଯାଉଛି ସେତେବେଳେ, ଆଉ ଯେତେବେଳେ ମନୁସ୍ମୃତିକୁ ଜଳେଇ ଦିଆହେଉଛି ମାନେ ଗୋଟେ ମନୁସ୍ମୃତି, ଏମାନେ କେମିତି ଡେଉଁଛନ୍ତି ଟିକେ ଦେଖନ୍ତୁ, ମାଙ୍କଡ଼ ଭଳିଆ। ଆଉ ଏମାନଙ୍କର ବୁଦ୍ଧିଶୁଦ୍ଧି କିଛି ନାହିଁ। ଯଦି ଏମାନଙ୍କର କାଣ୍ଡ ଜ୍ଞାନ ଥାନ୍ତା, ବୁଦ୍ଧିଶୁଦ୍ଧି ଥାନ୍ତା, ଏମାନେ ଆମର ଭାରତବର୍ଷରେ ଦଙ୍ଗା ସୃଷ୍ଟି କରିବା ପାଇଁ ସାହସ ବି କରିନଥାନ୍ତେ। ତେବେ ଏମାନେ ଦଙ୍ଗା ସୃଷ୍ଟି କରୁଛନ୍ତି ଏବଂ ଅନ୍ୟକୁ ଦଙ୍ଗା କରିବା ପାଇଁ ଉସ୍କଉଛନ୍ତି। ତୁମେ ବି ଦଙ୍ଗା କର, ତୁମେ ବି ଧର୍ମ ଭିତରେ ଲଢ଼େଇ କର। ହଁ ପ୍ରିୟ ବନ୍ଧୁଗଣ, ଆଉ ଇଏ ପୁଣି ଏଫଆଇଆର୍ କରିଛି ଭୀମ ଆର୍ମି ନାଁରେ। ଆଉ ୟାକୁ ବୋଧେ ଜଣା ନାହିଁ ଭୀମ ଆର୍ମି କେତେବେଳେ ଆସିକି ଆକୁ ଗୋଟେ କିଳା ଦେବେ। ଆଉ କିଳା ଖାଇଲା ପରେ ମୁଁ ତ ଭାବୁଛି ସାଇଜ୍ ହେଇଯିବ। କାରଣ ଭୀମ ଆର୍ମିର କିଳା ଯେ ପର୍ଯ୍ୟନ୍ତ ଏଠି ବାଜି ନାହିଁ, ଇଏ ସେ ପର୍ଯ୍ୟନ୍ତ ସୁଧୁରିବ ନାହିଁ। ଅନେକ କମେଣ୍ଟ କରୁଥିଲେ, ମୁଁ ଦେଖୁଥିଲି ଯେ ନାଲି ଗାମୁଛା ସୁଧୁରି ଯା। ଆଉ କିଏ ପଚାରୁଛି କେବେ ସୁଧୁରିବୁ ରେ ନାଲି ଗାମୁଛା? ଇଏ ସୁଧୁରିବ ଯେତେବେଳେ ୟାକୁ ଗୋଟେ ଭଲ କି କିଳା ଗୋଟେ ବାଜିବ, ଆଉ ସେଇ ସମୟରେ ଇଏ ଭଲ ଭାବରେ ସୁଧୁରିବ। ଏବେ ତ ସୁଧୁରୁ ନାହିଁ, କିନ୍ତୁ ସେତେବେଳକୁ ଖାଲି ଛାନିଆ ହେବ ସୁଧୁରିବା ପାଇଁ। ଆଉ ମୁଁ ବି କହୁଛି ନାଲି ଗାମୁଛା ଯଦି ଭିଡ଼ିଓ ଦେଖୁଛୁ ମୋର, ତେବେ ଏବେଠାରୁ ସୁଧୁରି ଯା। ତୋ ଉପରେ ବିପଦ ଆସିବା ପୂର୍ବରୁ ସୁଧୁରି ଯା। ମାନେ କେତେବେଳେ କ'ଣ ହେବ କେହି ଜାଣେ ନାହିଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଇଏ ହେଉଛି ନାଲି ଗାମୁଛାର ହରକତ ବା ତାର କାଣ୍ଡ କାରନାମା ସବୁ ଏମିତି। ଆପଣ ତ ଜାଣିଥିବେ ବିଗତ ଦିନରୁ ଏ କରି ଆସୁଛି। ଖାଲି ସନାତନ ଧର୍ମ, ଜଗନ୍ନାଥ ସଂସ୍କୃତି ଲଗେଇଛି, ତାର ଡାଇଲଗ୍ ଲଗେଇଛି। ଆଉ ଇଏ ପଙ୍ଗା ନେଉଛି ଖ୍ରୀଷ୍ଟିଆନମାନଙ୍କ ସହିତ ପଙ୍ଗା ନେଲା, ମୁସଲମାନ ସହିତ ପଙ୍ଗା ନେଉଛି, ଭୀମ ଆର୍ମି ଦଳ ସହିତ ପଙ୍ଗା ନେଉଛି। ଇଏ ଭାବୁଛି ଯେ କେହି କିଛି କରିପାରିବେନି। କିନ୍ତୁ କେତେବେଳେ କେଉଁ କିଳା ଆସିକି କାଠୁ ବାଜିବ, କେଉଁ ମୁସଲମାନ ଆସିକି କିଳା ମାରିବ, କେଉଁ ଖ୍ରୀଷ୍ଟିଆନ ଯାଇକି କିଳା ମାରିବ, କି କେଉଁ ଭୀମ ଆର୍ମିର କେଉଁ ଲୋକ ଆସିକି ଆକୁ କିଳା ମାରିବ, ଆଉ ନିଜେ ବି ଜାଣିନି। ସୁଧୁରି ଯା ନାଲି ଗାମୁଛା ଯଦି ମୋ ଭିଡ଼ିଓ ଦେଖୁଛୁ। ନମସ୍କାର ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ନମସ୍କାର।